ସାନ ବଡ଼ ସମସ୍ତଙ୍କୁ ମୋର ସଶ୍ରଦ୍ଧ ଅଭିନନ୍ଦନ ଓ ଶୁଭେଚ୍ଛା। ମୁଁ ସ୍ୱହସ୍ତ ଲିଖିତ ଜ୍ଞାନ ବିଷୟରେ କିଛି କହିବାକୁ ଯାଉଛି। ମନୁଷ୍ୟକୃତ ମାନସିକ ଯନ୍ତ୍ରଣା, ଦୁଃଖ, ରୋଗ, ଶୋକ ପରି ପ୍ରତ୍ୟେକ ପ୍ରକାର ଦୁଃଖରୁ ମୁକ୍ତି ପାଇବା ପାଇଁ ଜ୍ଞାନର ଆବଶ୍ୟକତା ରହିଛି। ଦୈବୀ ଦୁର୍ବିପାକ, ଜରାଗ୍ରସ୍ତ ପରି ପ୍ରତ୍ୟେକ ଦୁଃଖରୁ ପରିତ୍ରାଣ ପାଇବା ପାଇଁ ଜ୍ଞାନର ଆବଶ୍ୟକତା ରହିଛି। ପରସ୍ପରର ବୁଝାମଣାର ଅଭାବରୁ ଯେଉଁ ଦୁଃଖ ଉତ୍ପନ୍ନ ହୁଏ, ଆଧ୍ୟାତ୍ମିକତା ଓ ଭକ୍ତି ମିଶ୍ରିତ ଜ୍ଞାନ ଦ୍ୱାରା ତାର ସମାଧାନ କରାଯାଇପାରେ। ଅଯଥାରେ କେହି କାହା ମନରେ ଦୁଃଖ ଦେବା ଉଚିତ ନୁହେଁ ବୋଲି ବିଚାର କଲେ ମନୁଷ୍ୟ ମନରେ ଅନେକାଂଶରେ ଦୁଃଖର ଉଦ୍ରେକ ହୁଅନ୍ତା ନାହିଁ, କିନ୍ତୁ ସେପରି ଘଟେ ନାହିଁ। ସେଥିପାଇଁ ଜ୍ଞାନର ସହାୟତା ନିହାତି ଜରୁରୀ। ସେହି ଜ୍ଞାନ ଲାଭ ପାଇଁ କର୍ମମୟ ଜୀବନରେ ହିଁ ବିଭିନ୍ନ ପ୍ରକାର ସାଧନା ଓ ଅଭ୍ୟାସ କରିବାକୁ ହୁଏ। ଜ୍ଞାନ ଲାଭ ପାଇଁ ସମୟ ଦେଇ ସତ୍ୟକୁ ଚିହ୍ନିବାକୁ ହୁଏ। ଅଜ୍ଞାନୀ ସତ୍ୟକୁ ଚିହ୍ନିବାକୁ ପ୍ରୟାସ କରେ ନାହିଁ, ସ୍ୱୀକାର ବି କରେ ନାହିଁ। ଅର୍ଥାର୍ଥୀ ଜିଜ୍ଞାସୁ ଆଧ୍ୟାତ୍ମବାଦୀ ସତ୍ୟ ଯେ ଈଶ୍ୱରଙ୍କ ସୃଷ୍ଟି ସମ୍ଭାର ପ୍ରାକୃତିକ ସୌନ୍ଦର୍ଯ୍ୟକୁ, ସମସ୍ତ ସୃଷ୍ଟିକୁ ସ୍ୱୀକାର କରି ନେଇ ଆଗେଇ ଚାଲେ। ପ୍ରଭୁଙ୍କ ଦ୍ୱାରା ସୃଷ୍ଟି ଏହି ପୃଥିବୀ ଯେପରି ବିଭିନ୍ନ, ତାର ବୈଚିତ୍ର୍ୟତା ବି ଅସୀମ। ମନୁଷ୍ୟ ସେହିପରି ଜୀବଜଗତ, ଉଦ୍ଭିଦ ଜଗତରେ ବିଭିନ୍ନ ତାର ବୈଚିତ୍ର୍ୟତା ବି ଅସୀମ। ମନୁଷ୍ୟ ଭିତରେ ଥିବା ବିଭିନ୍ନ ପ୍ରକାର ଗୁଣ ଓ ପ୍ରକୃତି, ବିଭିନ୍ନ ତାର ଅସୀମ ଭାବ କେବଳ ସେହି ପରମେଶ୍ୱରକୁ ଜଣା। ସେଥିପାଇଁ ମନୁଷ୍ୟକୁ ଶ୍ରଦ୍ଧାର ସହିତ ପରସ୍ପରର ସକାରାତ୍ମକ ଭାବଧାରାକୁ ଗ୍ରହଣ କରି ନକାରାତ୍ମକ ଭାବଧାରାକୁ ସମ୍ପୂର୍ଣ୍ଣ ତ୍ୟାଗ କରିବାକୁ ପଡ଼ିବ। ନିଜର ଅହଂଭାବ, ଗର୍ବକୁ ପରିତ୍ୟାଗ କରି ପରସ୍ପରର ଶିକ୍ଷଣୀୟ ଭାବଧାରାକୁ ଗ୍ରହଣ କରିବାର ଇଚ୍ଛା ହିଁ ଜ୍ଞାନର ଅନ୍ତର୍ଭୁକ୍ତ। ପରସ୍ପରର ମହତ୍ ଚିନ୍ତାଧାରାକୁ ଶ୍ରଦ୍ଧାର ସହିତ ଗ୍ରହଣ କଲେ ମନୁଷ୍ୟର ଜ୍ଞାନ ବୃଦ୍ଧି ହୋଇଥାଏ। ପ୍ରତ୍ୟେକ ମଣିଷ ଭିତରେ କିଛି ନା କିଛି ଶିକ୍ଷଣୀୟ ଗୁଣ ଥାଏ। ତାହା ଶିଖିବା ପାଇଁ ଇଚ୍ଛା କଲେ ମନୁଷ୍ୟର ଜ୍ଞାନ ବୃଦ୍ଧି ହୋଇଥାଏ। ସମସ୍ତଙ୍କ ଭିତରେ ଭଲ ଗୁଣ, ମନ୍ଦ ଗୁଣ ମିଶିକରି ରହିଥାଏ, ଏହା ସମସ୍ତଙ୍କୁ ଜଣା। ଜ୍ଞାନ ମିଶ୍ରିତ କର୍ମଯୋଗର କର୍ମ ଜ୍ଞାନ ଓ ଭକ୍ତିର ସମନ୍ୱୟ ଘଟିଥାଏ। ଜ୍ଞାନ ମିଶ୍ରିତ କର୍ମଯୋଗରେ କର୍ମ ଓ ଜ୍ଞାନ ଓ ଭକ୍ତିର ସମନ୍ୱୟ ଘଟିଥାଏ। ଏହାକୁ ନିଷ୍କାମ କର୍ମ, ଭକ୍ତି ମିଶ୍ରିତ ଯୋଗ ମଧ୍ୟ କୁହାଯାଏ। ଜନକ ଆଦି ଋଷି ଜ୍ଞାନୀ ହୋଇ ମଧ୍ୟ ନିଷ୍କାମ କର୍ମଯୋଗ କରୁଥିଲେ। ଜ୍ଞାନରେ ପ୍ରତିଷ୍ଠିତ ହେବା ପରେ ଋଷି, ସନ୍ଥ ଆଦି ମହାପୁରୁଷମାନେ ନିଃସ୍ୱାର୍ଥ ଓ ନିଃସ୍ୱାର୍ଥପର ଭାବରେ ଲୋକହିତକର କର୍ମରେ ନିଜକୁ ନିୟୋଜିତ କରୁଥିଲେ। ତାଙ୍କର କିଛି ପାଇବାର ନଥାଏ କି କିଛି ହରାଇବାର ବି ନଥାଏ। ଏହି ଜ୍ଞାନ ସନ୍ଥ, ଋଷି, ସନ୍ନ୍ୟାସୀ ସ୍ୱୟଂ ଈଶ୍ୱରଙ୍କ ଠାରୁ ବିଶେଷ କୃପା ଦ୍ୱାରା ପ୍ରାପ୍ତ କରିଥାନ୍ତି। ଦେହ ଧାରଣ ପାଇଁ ସନ୍ଥ, ଋଷି, ସନ୍ନ୍ୟାସୀମାନେ ଭିକ୍ଷା କରିଥାନ୍ତି। ଦେହର ରକ୍ଷା ହେଲେ ସିନା ସେମାନେ ଲୋକହିତକର କର୍ମ କରିପାରିବେ। ତେଣୁ ଦେହକୁ ଏକ ମନ୍ଦିର ସଦୃଶ ସୁରକ୍ଷା କରିବା ଦରକାର ବୋଲି କୁହାଯାଇଛି। ଦେହର ସୁରକ୍ଷା କରିବା କର୍ମ ଏବଂ ଧର୍ମର ପ୍ରତୀକ। ଧର୍ମର ଗ୍ଲାନି ଦୂର କରି ଜଗତରେ ମହଦ୍ଧର୍ମ ପ୍ରତିଷ୍ଠା ନିମିତ୍ତ ବିପଥଗାମୀ ଲୋକମାନଙ୍କୁ ଧର୍ମର ଅନୁଗାମୀ କରିବା ପାଇଁ ଧର୍ମପ୍ରାଣମାନଙ୍କର ଧର୍ମାନୁଶୀଳନର ପଥ ସୁଗମ କରି ତାଙ୍କ ଦ୍ୱାରା ସୃଷ୍ଟି ପ୍ରାଣୀମାନଙ୍କର ରକ୍ଷା ନିମିତ୍ତ ମହାପ୍ରଭୁ କୃପାପରବଶ ହୋଇ ନରଦେହ ଧାରଣ କରି ଜଗତକୁ ଆସନ୍ତି। ଭଗବାନ ଶୁଭକର୍ମ, ବିବେକ, ବୈରାଗ୍ୟ, ତ୍ୟାଗ, ତପସ୍ୟା, ଜ୍ଞାନ, ଭକ୍ତି, ପ୍ରେମ ଓ ଈଶ୍ୱରପରାୟଣତାର ଯୁଗୋପଯୋଗୀ ଆଦର୍ଶ ଜୀବନଯାପନ କରି ଲୋକଶିକ୍ଷା ପାଇଁ ଦେଖାଇ ଦେଇ ଧର୍ମ ସ୍ଥାପନ କରନ୍ତି। ଜ୍ଞାନ ଲାଭ ପାଇଁ ଆଦର୍ଶ ଜୀବନଯାପନର ପ୍ରୟୋଜନ ରହିଛି। ସନ୍ଥ ମହାମନୀଷୀ ଭଗବାନ ଅବତରିତ ହୋଇ ଯୁଗଧର୍ମର ପ୍ରୟୋଜନ ଅନୁସାରେ ନିଜ ଆଚରଣ ଦ୍ୱାରା ଜୀବନଯାପନ ମାଧ୍ୟମରେ ଆଦର୍ଶ ଜୀବନର ଉପଯୋଗିତା ଜ୍ଞାନ ଆହରଣ କିପରି ହୋଇଥାଏ ତାହା ଦେଖାଇ ଦିଅନ୍ତି। ତାଙ୍କର ଜୀବନାଦର୍ଶରେ ଅନୁପ୍ରାଣିତ ହୋଇ ଲୋକେ ଧର୍ମମାର୍ଗ ଅନୁସରଣ କରନ୍ତି। ବିଷୟାନୁରାଗ ଅର୍ଥାତ୍ ପରିବାର, ପାର୍ଥିବ ବସ୍ତୁ, ବିଷୟ ବିଷୟରେ ମୋହ, ଭୟ, ସନ୍ଦେହ,
ବିଦ୍ୱେଷ ତ୍ୟାଗ କରିବାର ସାଧନା ମନେ ମନେ କରିବାକୁ ହୁଏ। ବ୍ୟବହାରିକ ଜୀବନରେ ନିରପେକ୍ଷ ରହି ଇନ୍ଦ୍ରିୟମାନଙ୍କୁ ବଶୀଭୂତ କରି ମନର ରାଜା ରୂପେ ମନକୁ ଶୂନ୍ୟ କରି ଗୃହସ୍ଥ ଜୀବ ଓ ବ୍ରହ୍ମକୁ ଏକତ୍ୱ ଜ୍ଞାନ କରି ନିଷ୍କାମ କର୍ମ ଆଦି ସବୁକିଛି ପ୍ରଭୁଙ୍କ ଚରଣ କମଳରେ ସମର୍ପିତ କରି ଶୁଦ୍ଧପୂତ ଜୀବନ ଦ୍ୱାରା ଜ୍ଞାନ ଲାଭ କରିଥାଏ। ଭକ୍ତି ମିଶ୍ରିତ ଜ୍ଞାନକୁ ଅହଂ ବିପଥଗାମୀ କରାଇପାରେ ନାହିଁ। ଜ୍ଞାନୀ ବ୍ୟକ୍ତି ସମସ୍ୟା ହେଲେ ବାଧା ବିପତ୍ତିରେ ଦୁଃଖରେ ସ୍ଥିର ଚିତ୍ତରେ ସବୁକିଛିର ସମାଧାନ କରିବା ପାଇଁ ସମର୍ଥ ହୋଇଥାଏ। ଜ୍ଞାନ ଲାଭ ହେଲେ ନିଷ୍କାମ କର୍ମ କରିବା ଦ୍ୱାରା ବ୍ୟକ୍ତି ବନ୍ଧନ ମୁକ୍ତ ହୋଇଥାଏ। ସୁଖ ଦୁଃଖରେ ସମଜ୍ଞାନ କରି ଜ୍ଞାନୀ ଲୋକଙ୍କର ଦୁଃଖ ସମସ୍ୟା ବାଧାବିଘ୍ନ ଦୂର କରିବାରେ ସକ୍ଷମ ହୁଏ। ଜ୍ଞାନୀ ଅଜ୍ଞାନୀ ମୂର୍ଖ ପଣ୍ଡିତ ଉଚ୍ଚଶିକ୍ଷିତ ସମସ୍ତଙ୍କୁ ସମଭାବରେ ଗ୍ରହଣ କରିଥାଏ। ମୃତ୍ୟୁ ପର୍ଯ୍ୟନ୍ତ ସମସ୍ତଙ୍କ ପାଇଁ ଖୁସିର କାରଣ ହୋଇଥାଏ। ଶେଷରେ ସେ ପ୍ରଭୁଙ୍କ ଦିବ୍ୟସତ୍ତାରେ ଲୀନ ହୋଇଯାଏ। ପ୍ରତ୍ୟେକ ମନୁଷ୍ୟ ଭିତରେ ଭଲ ଗୁଣକୁ ଶିଖିବାର ମନୋବୃତ୍ତି ଜ୍ଞାନ ବୃଦ୍ଧିରେ ସହାୟକ ହୋଇଥାଏ। ଶିକ୍ଷା ମୃତ୍ୟୁ ପର୍ଯ୍ୟନ୍ତ ଶେଷ ହୁଏ ନାହିଁ। କର୍ମରେ ଅନୁଭବ ଅନୁଭୂତି ପର୍ଯ୍ୟଟକ ରୂପରେ ସଂଗୃହୀତ ମନୋବୃତ୍ତି ଜ୍ଞାନ ଲାଭରେ ସହାୟକ ହୋଇଥାଏ। ସମସ୍ତ କର୍ମ ପ୍ରଭୁଙ୍କୁ ସମର୍ପଣ କରିବାର ମନୋବୃତ୍ତି ଦ୍ୱାରା ଲୋକହିତକର କର୍ମ ଓ ନିଷ୍କାମ କର୍ମ ଯଜ୍ଞର ରୂପ ନେଇଥାଏ। କାୟ ମନ ବାକ୍ୟରେ ପ୍ରଭୁଙ୍କୁ ସମର୍ପିତ ହୋଇଥିବା ସବୁ ପ୍ରକାର କର୍ମ ହେଉଛି ଯଜ୍ଞ। ସାଧନା ଓ ଅଭ୍ୟାସ ଦ୍ୱାରା ମୁଁ ମୋର ଜ୍ଞାନ ଲୋପ ପାଇ ସର୍ବଭୂତରେ ଏକ ବ୍ରହ୍ମଙ୍କର ଦର୍ଶନ ଆତ୍ମଜ୍ଞାନ ଦ୍ୱାରା ସମ୍ଭବ ହୋଇଥାଏ। ଯଜ୍ଞ ରୂପକ କର୍ମ ନିଷ୍କାମ ଭାବରେ କରାଗଲେ ତାହାର ଫଳ ବ୍ରହ୍ମ ଦର୍ଶନ ବା ମୁକ୍ତି। ନିଜକୁ ତଥା ପରିବାରର ପ୍ରତିପୋଷଣ ପାଇଁ ବ୍ୟକ୍ତି ବିଭିନ୍ନ ପ୍ରକାର କର୍ମ କରି ଅର୍ଥ ଉପାର୍ଜନ କରିଥାନ୍ତି। ଏପରି ଅନେକ ବ୍ୟକ୍ତି ଅଛନ୍ତି ଯେଉଁମାନେ ଜନ୍ମରୁ ଜ୍ଞାନ ବୁଦ୍ଧି ପ୍ରାପ୍ତ କରିଥାନ୍ତି, ଯଦ୍ୱାରା ସେମାନେ ଅସାଧ୍ୟ ସାଧନ କରିଥାନ୍ତି, ଠିକ୍ ବୈଜ୍ଞାନିକମାନଙ୍କ ପରି। ଅଧିକାଂଶ ବ୍ୟକ୍ତି ଜନ୍ମରୁ ବିଭିନ୍ନ ପ୍ରକାର ବୁଦ୍ଧିଜ୍ଞାନର ଅଧିକାରୀ ହୋଇଥାନ୍ତି। ବୁଦ୍ଧିର ଓ ଶକ୍ତିର ସତ୍ ଉପଯୋଗ କରି ସମାଜର ମଙ୍ଗଳ କରନ୍ତି। ଏହା ହିଁ ଧର୍ମ ପାଳନ ଓ ଯଜ୍ଞର ରୂପ ନେଇଥାଏ। ଯେ କର୍ମବୀର ଶିକ୍ଷା କରିବା ଯାହାର ସହଜାତ ପ୍ରବୃତ୍ତି, ସେ ଅନୁଭବ ଅନୁଭୂତିର ଉପଲବ୍ଧି ଦ୍ୱାରା ସେପରି ବ୍ୟକ୍ତି ଅଜ୍ଞାନ ରୂପକ ଅନ୍ଧକାରକୁ ଚିରି ଜ୍ଞାନାଲୋକର ଆଭାସ ପାଇଥାଏ। ଯେ କର୍ମବୀର ଶିକ୍ଷା କରିବା ଯାହାର ସହଜାତ ପ୍ରବୃତ୍ତି, ସେ ଅନୁଭବ ଓ ଅନୁଭୂତିର ଉପଲବ୍ଧି ଦ୍ୱାରା ସେପରି ବ୍ୟକ୍ତି ଅଜ୍ଞାନ ରୂପକ ଅନ୍ଧକାରକୁ ଚିରି ଜ୍ଞାନାଲୋକର ଆଭାସ ପାଇଥାଏ। ସତ୍ୟ ତଥା ବ୍ରହ୍ମଙ୍କୁ ଜାଣିବା ପାଇଁ ଯେ ସର୍ବଦା ତତ୍ପର, ସେ ନିଷ୍କାମ କର୍ମ କରି କାୟ ମନ ବାକ୍ୟରେ ସମସ୍ତ କର୍ମ ଓ କର୍ମଫଳକୁ ପ୍ରଭୁଙ୍କ ଚରଣ କମଳରେ ସମର୍ପିତ କରିଥାଏ, ଯାହା ଯଜ୍ଞର ରୂପ ନେଇଥାଏ। ସେହି ଜ୍ଞାନୀ ବ୍ୟକ୍ତି ଜୀବନ ମୁକ୍ତି ଅବସ୍ଥା ଲାଭ କରି ସଂସାରରେ ଲୋକହିତକର କର୍ମ ଆନନ୍ଦରେ କରିଥାଏ। ଆନନ୍ଦ ସର୍ବଦା ଅସୀମ। ଅଜ୍ଞାନ ରୂପୀ ଅନ୍ଧକାରରୁ ମୁକ୍ତ ହୋଇ ମହତ୍ ଦୃଷ୍ଟିକୋଣକୁ ଆପଣେଇ ନେଇ ଉଦାର ଓ ବିଶାଳ କରିପାରିଲେ ପ୍ରତ୍ୟେକେ ସାମ୍ୟ ମୈତ୍ରୀ ଶାନ୍ତି ମୁକ୍ତିର ଶାଶ୍ୱତ ସୁଖ ଲାଭ କରି ପାରନ୍ତି। ଆଧ୍ୟାତ୍ମିକତା ଜ୍ଞାନ ଭୋଗର ପରିପନ୍ଥୀ ନୁହନ୍ତି। କର୍ତ୍ତାଭାବ ତ୍ୟାଗ କରି ପ୍ରଭୁଙ୍କୁ କର୍ତ୍ତା ରୂପରେ ସ୍ୱୀକାର କରିବା ଦ୍ୱାରା ବ୍ୟକ୍ତି ଆନନ୍ଦ ଉପଲବ୍ଧି କରି ସାଧାରଣ ସଂସାରୀ ପରି ଜୀବନଯାପନ କରିପାରେ। ଆତ୍ମା ଆଉ ପରମାତ୍ମାଙ୍କ ବିଷୟରେ ପୂର୍ବରୁ ଅନେକ ଜାଗାରେ ମୁଁ କହିଛି। ଆଉ ସେଇ ଆତ୍ମା ଓ ପରମାତ୍ମାଙ୍କ ବିଷୟରେ ଜ୍ଞାନ ହେବା ପରେ ବ୍ରହ୍ମୋପଲବ୍ଧି ହୋଇଥାଏ। ଏତିକି କହି ମୁଁ ରହୁଛି। ଧନ୍ୟବାଦ।